80 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଛାତ୍ରଛାତ୍ରୀଙ୍କର ଅନୁପାତ 3:2 ଆଉ 7 ଜଣ ଛାତ୍ର ଓ 3 ଜଣ ଛାତ୍ରୀ ନାମ ଲେଖାଇଲେ ନୂତନ ଅନୁପାତ କେତେ ହେବ? ପିଲାମାନେ ଖୁବ୍ ସୁନ୍ଦର ଅଙ୍କଟି ଆମେ ଖୁବ୍ ସରଳ ଭାବରେ କରିବା। ଧ୍ୟାନ ଦେବା ଶେଷ ପର୍ଯ୍ୟନ୍ତ। ଆନ୍ସରଟା କେମିତି କରିବା ଧ୍ୟାନ ଦିଅ। ତାହେଲେ ବର୍ତ୍ତମାନ ମୋଟ ପିଲା ସଂଖ୍ୟା ହେଉଛି 80। ଏ 80 ପିଲାଙ୍କ ଭିତରୁ ଛାତ୍ର ସଂଖ୍ୟା ଆମେ କେମିତି ନିର୍ଣ୍ଣୟ କରିବା? ନା ଛାତ୍ର ସଂଖ୍ୟା ବର୍ତ୍ତମାନର ଛାତ୍ର ସଂଖ୍ୟା କେମିତି ନିର୍ଣ୍ଣୟ କରିବା? ନା 80ରେ ଗୁଣିଦେବା। କ'ଣ ଗୁଣିବା? ନା ଏଇ ଯେଉଁ 3:2ରେ ଛାତ୍ରଙ୍କର ଅଂଶ ହେଲା 3, କାହା ଦେହରୁ? ନା ଟୋଟାଲ 3 ମିଶାଣ 2, 5 ଭାଗରୁ 3 ଭାଗ। ସେଇଟାକୁ ଆମେ ନିର୍ଣ୍ଣୟ କଲେ କେତେ ପାଇବା? ନା 80 ଗୁଣନ 3 ବିଭକ୍ତ 5। 16 ପଞ୍ଚା ହେଲା 80, 16 3 48 ଜଣ ଛାତ୍ର। ବର୍ତ୍ତମାନ ଅଛନ୍ତି 48 ଜଣ ଛାତ୍ର। ଆସିଲେ ଛାତ୍ର କେତେ? ନା ଛାତ୍ର ଆସିଲେ ଆଉ 7 ଜଣ। ଏବେ ମୋଟ ଛାତ୍ର କେତେ ହେଇଗଲେ? ମୋଟ ଛାତ୍ର ହେଇଗଲେ 55। ଠିକ୍ ସେଇଭଳି ଛାତ୍ରୀମାନଙ୍କର ସଂଖ୍ୟା ନିର୍ଣ୍ଣୟ କରିବା। ଛାତ୍ରୀ ସଂଖ୍ୟା କେତେ ହେଲା? ସେଇ 80ରୁ ଗୁଣିଦେବା ଛାତ୍ରୀଙ୍କର ଅଂଶ କେତେ? ନା 2, କେତେ ଭାଗରୁ? ନା 3 ମିଶାଣ 2 ଭାଗରୁ, 5 ଭାଗରୁ। ସମାନ ଆମେ କେତେ ପାଇବା? 80 ଗୁଣନ 2 ବିଭକ୍ତ 5 ସମାନ ଆମେ ପାଇଗଲେ କେତେ? 32 ଜଣ ପାଇଗଲେ। 16 ଦୁନେ 32। ଛାତ୍ରୀ ଆସିଲେ କେତେ ଜଣ? ଆସିଲେ କେତେ ଜଣ? ପ୍ରଶ୍ନ କହୁଛି ଛାତ୍ରୀ ଆସିଲେ 3 ଜଣ। ମିଶିକି ହେଇଗଲେ ଛାତ୍ରୀ କେତେ ଜଣ? 35 ଜଣ। ତେବେ ନୂତନ ଅନୁପାତ ଛାତ୍ର ବିଭକ୍ତ ଛାତ୍ରୀ କେତେ ହେବେ? ସମାନ ହେବ କେତେ? ନା 55 ବିଭକ୍ତ 35 ସମାନ ଆମେ କେତେ ପାଇଯିବା? ଆମେ ପାଇଯିବା 5ରେ କାଟିଲେ 11, 5ରେ କାଟିଲେ 7। ତେଣୁ ନୂତନ ଅନୁପାତଟି ହେଲା 11:7। ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ ଦେଇ ଆଜିର ଭିଡ଼ିଓକୁ ସମାପ୍ତ କରୁଛନ୍ତି। ପୁଣି ଦେଖା ନୂଆ ଏକ ଅଧ୍ୟାୟରେ। ଧନ୍ୟବାଦ।